ଅବକାରୀ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ 2 ଗିରଫ 380 ଲିଟର ଦେଶୀ ମଦ 6800 କେଜି ପୋଚ ଜବତ କରଞ୍ଜିଆ ଅବକାରୀ ଓ ପୁଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ଦେଶୀ ମହୁଲି ମଦ ଜବତ କରିବା ସହ ପୋଚ ନଷ୍ଟ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। କରଞ୍ଜିଆ ଅବକାରୀ ଥାନା ଇନ୍ସପେକ୍ଟର ସଞ୍ଜୟ କୁମାର କାଣ୍ଡି ଓ ପାଞ୍ଚପିଢ଼ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାୟକଙ୍କ ନେତୃତ୍ୱରେ କରଞ୍ଜିଆ ଥାନା ଇନ୍ସପେକ୍ଟର ବଳରାମ ମହାରଣା, ସହକାରୀ ଇନ୍ସପେକ୍ଟର ଗୁରୁବାରୀ ମୁଣ୍ଡା, କରଞ୍ଜିଆ ଅବକାରୀ ଓଆଇସି ରଶ୍ମିରଞ୍ଜନ ନାୟକ, ଆଇ ଫୁଲମଣି ନାୟକ, କନଷ୍ଟେବଳ ପିଥନାଥ ମୁର୍ମୁ, ଅଂଶୁମାନ ପରିଡ଼ା, ଆଲୋକ ସୁତାର ତଥା କିଛି ପୁଲିସ କର୍ମଚାରୀଙ୍କ ସହଯୋଗରେ କରଞ୍ଜିଆ ବ୍ଲକ ମିରଗିନାଣ୍ଡି ଗ୍ରାମ ଓ ଭାଲିଆନାଳ ଗାଁ ନିକଟରେ ଅତର୍କିତ ଚଢ଼ାଉ କରିଥିଲେ। ମଦ ପ୍ରସ୍ତୁତି କରୁଥିବା ଲୋକମାନେ ଜାଣିପାରି ଜଙ୍ଗଲ ଭିତରକୁ ପଳାଇଥିଲେ। ଘଟଣାସ୍ଥଳରୁ 2 ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ 380 ଲିଟର ମହୁଲି ମଦ ଓ 6800 କିଲୋ ପୋଚ ଜବତ କରି ନଷ୍ଟ କରାଯାଇଛି। ମିରଗିନାଣ୍ଡି ଗାଁର ମୋହନ ମୁର୍ମୁଙ୍କ ନିକଟରୁ 3200 କିଲୋ ପୋଚ ଓ ଭାଲିଆନାଳ ଗାଁର କାନ୍ଥ ସୋରେନଙ୍କ ନିକଟରୁ 3600 କିଲୋ ପୋଚ ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ କେସ୍ ନମ୍ବର 1, 25 ଓ 2 ରେ ମାମଲା ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।